ସିନାପାଲି ମହାବିଦ୍ୟାଳୟରେ 38ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲାର ସଦର ସିନାପାଲି ମହାବିଦ୍ୟାଳୟରେ 38ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଦୁର୍ଗା ମନ୍ଦିରଠାରୁ ମଶାଲ ଯାତ୍ରା କରି ସ୍ଥାନୀୟ ଖେଳ ପଡ଼ିଆରେ ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିନାପାଲି ବିଡ଼ିଓ କର୍ମୀ ଓରାମ ଯୋଗ ଦେଇଥିଲେ। ଉକ୍ତ କ୍ରୀଡ଼ା ଉତ୍ସବରେ ଝିଅମାନଙ୍କର 100 ମିଟର ଓ 200 ମିଟର ଦୌଡ଼, ସର୍ଟଫୁଟ୍, ଲଙ୍ଗ୍ ଜମ୍ପ, ହାଇ ଜମ୍ପ ପ୍ରତିଯୋଗିତା ହୋଇଥିଲା ଓ ସିନିୟର ଜୁନିୟର ଛାତ୍ରମାନଙ୍କ 100 ମିଟର, 200 ମିଟର, 2000 ମିଟର ଦୌଡ଼, ହାଇ ଜମ୍ପ, ଲଙ୍ଗ୍ ଜମ୍ପ, ସର୍ଟଫୁଟ୍, ଜେଭଲିଂ, ଡିସ୍କସ୍ ଥ୍ରୋ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତା 2 ଦିନ ଧରି ଚାଲିବ। ଏହି କାର୍ଯ୍ୟକ୍ରମରେ ଉକ୍ତ କଲେଜର ପ୍ରିନ୍ସିପାଲ A.B. ଡୁଙ୍ଗଡୁଙ୍ଗ, ରଜନୀକାନ୍ତ ମେହେର, ବ୍ରଜମାନ ଧାକଡ଼, କ୍ଷେତ୍ରମାନ ଦୁରିଆ, କନକବର୍ଦ୍ଧନ ସାହୁ, ବୀରେନ୍ଦ୍ର କୁମାର ଧାରୁଆ, ଅଯୋଧ୍ୟାନାଥ ଦାସ, ମେଘନାଥ ମେହେର, ଟଙ୍କଧର ସାହୁ, ନିତେଶ କୁମାର ମେହେର, ହେମନାଥ ଭୋଇ, ଲିପିପୁଷ୍ପା ନାୟକ, ଡକ୍ଟର ସ୍ୱର୍ଣ୍ଣଲତା ରାଣୀ ଦାସ, ସଙ୍ଗୀତା ମହାନନ୍ଦ, ଜିତେନ୍ଦ୍ର ରାଉତ, କୃତିବାସ ପାତ୍ର, ରଶ୍ମିଲତା ମାଝୀ, ତପେଶ୍ୱର ମେହେର, କେଶବ ତାଣ୍ଡି ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।